ଆଜିର ପ୍ରସଙ୍ଗ ଆଜି ପାଳନ କରିବା ଆସନ୍ତାକାଲିକୁ ସୁରକ୍ଷିତ ରଖିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଏବଂ ଏହାର ମୁକାବିଲା ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ପାଣିପାଗ ଦିବସ ପାଳନ କରାଯାଉଛି। 1950 ମସିହା ମାର୍ଚ୍ଚ ମାସ 23 ତାରିଖରେ ବିଶ୍ୱ ପାଣିପାଗ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତ୍ୟେକ ବର୍ଷ ମାର୍ଚ୍ଚ 23 ତାରିଖକୁ ବିଶ୍ୱ ପାଣିପାଗ ଦିବସ ଭାବେ ପାଳନ କରାଯାଇ ଆସୁଛି। 1961 ମସିହାରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ଆଜି ପାଳନ କରିବା ଆସନ୍ତାକାଲିକୁ ସୁରକ୍ଷିତ ରଖିବା। ସମାଜର ସୁରକ୍ଷା ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ସଠିକ୍ ପାଣିପାଗ ଆକଳନ ଏବଂ ଜଳବିଜ୍ଞାନ ସେବାର ଆବଶ୍ୟକତା ନେଇ ପ୍ରଚାର ଓ ପ୍ରସାର କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ବିଶ୍ୱ ପାଣିପାଗ ସଂଗଠନ ବିଶ୍ୱସ୍ତରରେ ପାଣିପାଗ ଏବଂ ଜଳବାୟୁ ସମ୍ପର୍କରେ ଗ୍ରହଣ କରାଯାଉଥିବା ପ୍ରୟାସକୁ ସମନ୍ୱୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଭିନ୍ନ ଦେଶକୁ ଗୁରୁତ୍ୱପୂର୍ଣ୍ଣ ପାଣିପାଗ ତଥ୍ୟ ପ୍ରଦାନ କରିବା ଏ ସମ୍ପର୍କିତ ସଠିକ୍ ପୂର୍ବାନୁମାନ ନେଇ ସଂଗଠନ ସହଯୋଗ ପ୍ରଦାନ କରିଥାଏ। ଜଳବାୟୁ ପରିବର୍ତ୍ତନ, ଜଳ ସମ୍ପଦ ଏବଂ ପରିବେଶଗତ ପର୍ଯ୍ୟବେକ୍ଷଣ ଉପରେ ଗବେଷଣା କ୍ଷେତ୍ରକୁ ବିଶ୍ୱ ପାଣିପାଗ ସଂଗଠନ ଆବଶ୍ୟକ ସହଯୋଗ ପ୍ରଦାନ କରିଥାଏ। ଫଳରେ ବିଶ୍ୱ ସ୍ତରରେ ଦେଶଗୁଡ଼ିକ ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ମୁକାବିଲା କରିବାରେ ନିଜକୁ ପ୍ରସ୍ତୁତ କରିପାରନ୍ତି। ବିଶ୍ୱ ପାଣିପାଗ ସଂଗଠନ ଜାତିସଂଘର ଏକ ସ୍ୱତନ୍ତ୍ର ସଂସ୍ଥା ଭାବେ କାର୍ଯ୍ୟ କରେ। ପାଣିପାଗ ସଂଗଠନର ସଠିକ୍ ପୂର୍ବାନୁମାନ ଯୋଗୁଁ ବିପର୍ଯ୍ୟୟ ସଂକ୍ରାନ୍ତ ବିପଦ ହ୍ରାସ ପାଇବା ସହ ଆନ୍ତର୍ଜାତିକ ସ୍ତରରେ ଜଳବାୟୁ ନିରୀକ୍ଷଣ ସହଯୋଗ ଅଧିକ ସୁଦୃଢ଼ ହୋଇପାରିଛି। ଏଭଳି ପ୍ରୟାସ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସୁଫଳ ପ୍ରଦାନ କରୁଛି। ପାଣିପାଗର ପୂର୍ବାନୁମାନ ଆଧାରରେ ଚାଷୀ ତାହାର କୃଷି କାର୍ଯ୍ୟକୁ ଅଧିକ ସୁବ୍ୟବସ୍ଥିତ କରିପାରୁଛି। ଆକାଶ ପଥରେ ସୁରକ୍ଷିତ ଗମନାଗମନ ଏବଂ ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ପାଖରେ ସଠିକ୍ ସୂଚନା ପହଞ୍ଚି ପାରୁଛି। ସ୍ୟାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା, ସୁପର କମ୍ପ୍ୟୁଟରର ଉପଯୋଗ, ଆଧୁନିକ ପୂର୍ବାନୁମାନ ବ୍ୟବସ୍ଥା ଆଦି ମାଧ୍ୟମରେ ପାଣିପାଗ ସଂଗଠନ ନିଜର କାର୍ଯ୍ୟ ପରିସରକୁ ସଶକ୍ତ କରିପାରିଛି। ଦେଶରେ ପାଣିପାଗ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାର କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମିଶନ ମୋଡ୍ରେ କାର୍ଯ୍ୟକାରୀ କରିଛନ୍ତି। ଗତ ବର୍ଷ ଭାରତୀୟ ପାଣିପାଗ ବିଭାଗ ଏହାର 150ତମ ପୂର୍ତ୍ତି ପାଳନ କରିଛି। ଏହି ପଦକ୍ଷେପ ମାଧ୍ୟମରେ ପାଣିପାଗ ବିଭାଗର କାର୍ଯ୍ୟଶୈଳୀରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ଉପରେ ଆଲୋକପାତ କରାଯାଇଛି। ପ୍ରତ୍ୟେକଙ୍କ ପାଖରେ ପାଣିପାଗର ସଠିକ୍ ସୂଚନା ପହଞ୍ଚାଇବା ଲକ୍ଷ୍ୟ ନେଇ ବିଭାଗ ପକ୍ଷରୁ ହର୍ ହର୍ ମୌସମ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଭାରତୀୟ ନୌସେନା ପକ୍ଷରୁ ଗତ ବର୍ଷ ମେଘାୟନ 2025 ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏପରିକି ପାଣିପାଗର ସଠିକ୍ ଆକଳନ ଆଧାରରେ 8ଟି ରାଜ୍ୟର 21ଟି ଜିଲ୍ଲାକୁ ଭୂସ୍ଖଳନ ସମ୍ପର୍କରେ ମଧ୍ୟ ପୂର୍ବ ସୂଚନା ପ୍ରଦାନ କରାଯାଇପାରିଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ସରକାର ସେପ୍ଟେମ୍ବର 2024ରେ ମିଶନ ମୌସୁମ କାର୍ଯ୍ୟକାରୀ କରିଛନ୍ତି। କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ବ୍ୟବସ୍ଥା ସହିତ ଉନ୍ନତ ବିପର୍ଯ୍ୟୟ ପ୍ରସ୍ତୁତି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏଥିପାଇଁ 2000 କୋଟି ଟଙ୍କାର ବ୍ୟୟ ଅଟକଳରେ ଉଚ୍ଚ କ୍ଷମତା ସମ୍ପନ୍ନ ବାୟୁମଣ୍ଡଳୀୟ ପର୍ଯ୍ୟବେକ୍ଷଣ, ପରବର୍ତ୍ତୀ ପିଢ଼ି ରାଡାର ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ଲକ୍ଷ୍ୟରେ ସ୍ୟାଟେଲାଇଟ୍ ଉପଯୋଗ ବୃଦ୍ଧିକୁ ସରକାର ପ୍ରାଥମିକତା ପ୍ରଦାନ କରିଛନ୍ତି। ଏହି ଅଭିଯାନ ଅଧୀନରେ ପର୍ଯ୍ୟବେକ୍ଷଣ ନେଟୱାର୍କ ଅଧିକ ବ୍ୟାପକ କରାଯାଇପାରୁଛି। ଜଳବାୟୁ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରାରମ୍ଭିକ ସତର୍କତା ସୂଚନା ବ୍ୟବସ୍ଥାରେ ଦେଶରେ ଉଲ୍ଲେଖନୀୟ ସଫଳତା ମିଳିଛି। ଏହି ଅଭିଯାନ ଅଧୀନରେ କୃଷି କ୍ଷେତ୍ର ଅଧିକ ସୁଫଳ ପାଉଛି। ଭାରତୀୟ ପାଣିପାଗ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ସମ୍ମିଳିତ ଉଦ୍ୟମରେ ଏହି ଅଭିଯାନକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଇଛି। ପରବର୍ତ୍ତୀ ପିଢ଼ି ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ 53ଟି ଡପ୍ଲର ପାଣିପାଗ ରାଡାର, 60ଟି ରେଡିଓ ସୋଣ୍ଡେ ଷ୍ଟେସନ ଏବଂ 100ଟି ଡିସ୍ଡ୍ରୋମେଟର କାର୍ଯ୍ୟକ୍ଷମ କରାଯାଇଛି। ଏପରିକି ସାମୁଦ୍ରିକ ଝଡ଼ ସମୟରେ ସ୍ଥଳଭାଗର ନିର୍ଦ୍ଦିଷ୍ଟ ସ୍ପର୍ଶ ଏବଂ ତୀବ୍ରତା ସମ୍ପର୍କରେ ସଠିକ୍ ପୂର୍ବାନୁମାନ କରାଯାଇପାରୁଛି। ଫଳରେ ବ୍ୟାପକ ଧନଜୀବନ ହାନିକୁ ରୋକିବା ସମ୍ଭବ ହୋଇପାରୁଛି। ପାଣିପାଗର ସଠିକ୍ ସୂଚନା ଆମକୁ ସତର୍କ ରହିବାକୁ ଚେତାବନୀ ଦେବା ସହିତ ଆନୁଷଙ୍ଗିକ ପ୍ରସ୍ତୁତିକୁ ପ୍ରୋତ୍ସାହନ ପ୍ରଦାନ କରିଥାଏ। ଦୈନନ୍ଦିନ ଜୀବନରେ ପାଣିପାଗ ବିଭାଗ ତଥା ଆଞ୍ଚଳିକ କେନ୍ଦ୍ରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସରକାରଙ୍କ ସହଯୋଗ ଏବଂ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ସମାଜର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପାଣିପାଗ ସମ୍ବନ୍ଧୀୟ ସଠିକ୍ ସୂଚନା ପହଞ୍ଚି ପାରୁଛି।